ଥରେ 2 ଜଣ ପିଲା ଥିଲେ, 2ଟି ସାଙ୍ଗ। ତା ଭିତରୁ ଗୋଟେ ସାଙ୍ଗ ଭାରି ଦୃଷ୍ଟ। ସିଏ ସେଦିନ ବାହାରିଲା, କହିଲା ଆଜି ଦେଖେ ଯିବା ଆମେ ଏଇ ଜଗତରେ ବୁଲିବା, ପୃଥିବୀର କୋଣ ଅନୁକୋଣରେ, ଆଉ ଭଗବାନଙ୍କର କୋଉଠି ଭୁଲ ଅଛି ସୃଷ୍ଟି ତିଆରି କରିବାରେ ଆମେ ଖୋଜିବା। ଦେଖ, ଏ ଜଗତକୁ ତିଆରି କରିବା ବାଲା ଭଗବାନ, ତାଙ୍କର ମଧ୍ୟ ଭୁଲ ଖୋଜିବା ପାଇଁ ଲୋକେ ବାହାରୁଛନ୍ତି। 2 ସାଙ୍ଗ ବାହାରିଲେ, 2 ଜଣ ଯାକ। ଯାଉ ଯାଉ ଗୋଟେ ଜାଗାରେ ସେମାନେ ବିଲମାଳ ଦେଇକି ରାସ୍ତାରେ ଗତି କରୁଛନ୍ତି। ବିଭିନ୍ନ ପ୍ରକାର ଫସଲ ହେଇଛି, ଭେଣ୍ଡି, ବାଇଗଣ, ଲଙ୍କା, ବିଭିନ୍ନ ପ୍ରକାର ସବୁ ଫସଲ ଲାଗିଛି। ଆଉ ଆପଣମାନେ ଜାଣିଥିବେ ବୋଇତାଳୁ, କଖାରୁ ଗଛ ବହୁତ ଛୋଟ ଛୋଟ, କିନ୍ତୁ ତା ଦେହରେ ଏତେ ବହୁତ ବଡ଼ ବଡ଼ ସବୁ ଫଳ ଫଳିଥାଏ। ଆପଣମାନେ ଦେଖିଥିବେ, ତଳେ ମାଡ଼ିଥାଏ ଅଳ୍ପ ଅଳ୍ପ ଟିକେ ଡାଳ, ଆଉ ତା ଭିତରେ ବହୁତ ବଡ଼ ବଡ଼ ଫଳ। ଚଲଣା ଦେଖିଥିବେ ଆପଣମାନେ, ଯେମିତି ଆମର ତରଭୁଜ। ଏସବୁ ଗଛକୁ ଆଉ ଫଳକୁ ଦେଖି ସେ କହୁଛି, ଦେଖ ଦେଖ ସାଙ୍ଗ ଦେଖ, ଏଡ଼ିକି ଏଡ଼ିକି ଗଛ, ତା ଦେହରେ ଏତେ ବଡ଼ ବଡ଼ ଫଳ। ଇଏ କୋଉ ଭଳିଆ ବିଚାର କିରେ? ତାପରେ ସେମାନେ ଥକାନ ହେଇକି ଗୋଟେ ଜାଗାରେ ବସି ପକାଇଲେ ମଣ୍ଡପରେ। ସେ ମଣ୍ଡପ ଉପରେ ଗୋଟେ ବିଶାଳ ବଟ ବୃକ୍ଷ, ଆଉ ବଡ଼ ବର ଗଛରେ ଛୋଟ ଛୋଟ ସବୁ ଏଡ଼ିକି ଏଡ଼ିକି ଫଳ। ଦେଖିଲୁ ସାଙ୍ଗ, ଦେଖେ ଦେଖେ ଏଇଠି ଦେଖେ, ଏତେ ବଡ଼ ଗଛ, ତା ଦେହରେ ଏଡ଼ିକି ଏଡ଼ିକି ଫଳ, ଆଉ ସେଠି ଏଡ଼ିକି ଏଡ଼ିକି ଗଛ, ତା ଦେହରେ ଏଡ଼େ ବଡ଼ ବଡ଼ ଫଳ। ଇଏ କୋଉ ଭଗବାନ କିରେ? କି ବୁଦ୍ଧି ଆ ପାଖରେ ଅଛି? ମୁଁ ଯଦି ଭଗବାନ ହେଇଥାନ୍ତି, ଏ ବର ଗଛ ଉପରେ ଏତେ ବଡ଼ ବଡ଼ ସବୁ ଫଳ ଫଳେଇଥାନ୍ତି ନା କଣ କହୁଛୁ? କହୁ କହୁ ଗୋଟେ ବର ଫଳ ଖସିକି ତା ନାକ ଦଣ୍ଡାରେ ବାଜିଲା। ଚାଇଁକିନା ଲାଗିଲା ତାକୁ, କହିଲା ଆରେ ଇଏ କଣ ଏଟା ଗୋଟେ ଗଳି ପଡ଼ିଲା, ଦେଖିଲା ସବୁ ବର ଫଳଟା। ତା ସାଙ୍ଗଟା ଭାରି ବୁଦ୍ଧିଆ, କହିଲା ହରେ ସାଙ୍ଗ, ତୁ ଯଦି ଭଗବାନ ହେଇକି ଏ ଗଛରେ ଯଦି ବୋଇତାଳୁ ଫଳେଇଥାନ୍ତୁ, ତାହେଲେ ତୋ ନାକଟା କଣ ହେଇଥାନ୍ତା ଏବେ କହିଲୁ? ସେ ସାଙ୍ଗେ ସାଙ୍ଗେ ବୁଝିପାରିଲା, କହିଲା ସତ କଥା, ମୁଁ ଭଗବାନଙ୍କର ଭୁଲ ଦେଖୁଥିଲି। ଯଦି ଆମେ ବୋଇତାଳୁ ଏଇ ଗଛରେ ଫଳେଇଥାନ୍ତେ, ତାହେଲେ ଆମ ନାକ ତ ଫାଟି ଯାଇଥାନ୍ତା। ବିଚାର କରନ୍ତୁ ଆପଣମାନେ। ସେଥିପାଇଁ ସୃଷ୍ଟି କରିବା ବାଲା, ସେ ଯିଏ ତିଆରି କରୁଛି, ବହୁତ ବୁଦ୍ଧି ବିଚାର ଲଗେଇକି ସେ ତିଆରି କରୁଛି। ଆମେ ଆଉ ତା ବିଷୟରେ ବେଶୀ ବିଚାର କରିବା କଥା ନୁହଁ। ତା ଭିତରେ ଉନ୍ନତ ଶିକ୍ଷା କଣ, ତାକୁ ଗ୍ରହଣ କଲେ ଆମ ଜୀବନରେ ଆମେ ଉଦ୍ଧାର ପାଇପାରିବା। ହରେ କୃଷ୍ଣ।